ଓଡ଼ିଆ ପରମ୍ପରାରେ ଅଗ୍ନି ଉତ୍ସବ ହେଉଛି ଏକ ନିଆରା ପର୍ବ। ଏହି ପର୍ବଟିକୁ ପ୍ରତ୍ୟେକ ଓଡ଼ିଆମାନେ ନିଜ ନିଜ ଗ୍ରାମରେ ବସ୍ତିରେ ଏକତ୍ରିତ ହୋଇ ପାଳନ କରନ୍ତି। ଅଗ୍ନିକୁ ଦେବତା ଭାବେ ଆବାହନ କରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଗ୍ନିକୁ ପ୍ରଜ୍ୱଳନ କରି ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। କିନ୍ତୁ ପୁରୀ ସହରରେ ପାଳନ କରାଯାଉଥିବା ଅଗ୍ନି ଉତ୍ସବରେ ନିଆରା ପରମ୍ପରା ଦେଖିବାକୁ ମିଳେ। ଆମ ଓଡ଼ିଆ ପରମ୍ପରାରେ 12 ମାସରେ ପାଳନ ହୁଏ 13 ପର୍ବ। ଓଡ଼ିଆମାନେ ସେମାନଙ୍କ ବିଶ୍ୱାସରେ ଏଠି ପାଣି, ପବନ, ମାଟି, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ରକୁ ଦେବତା ଭାବେ ପୂଜା ଅର୍ଚ୍ଚନା କରିଥାନ୍ତି। ଏଠାରେ ଅଗ୍ନିକୁ ଦେବତା ଭାବେ ଆବାହନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥାଏ। ମାଘ ପୂର୍ଣ୍ଣିମାକୁ ଅଗ୍ନି ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା ଭାବରେ ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆମାନେ ପାଳନ କରିଥାନ୍ତି। ଏହି ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଗ୍ରାମର ଅଗି ମଣ୍ଡପଠାରେ ସହରବାସୀମାନେ ନିଜ ନିଜ ଘରୁ ନଡ଼ା ଛଣ ନେଇ ଏହି ଅଗି ମଣ୍ଡପଠାରେ ଏକତ୍ର କରି ଅଗିଗଦା ସ୍ଥାପନ କରିଥାନ୍ତି। ଲୋକମାନେ ହାତରେ ନଡ଼ା ଛଣ ଆଣିବା ସହିତ ସାହାଡ଼ା ଗଛର ଡାଳ ଖଣ୍ଡେ ମଧ୍ୟ ଆଣିଥାନ୍ତି। ଏହା ସହ ଆଳୁ, ବାଇଗଣ, ନଡ଼ିଆକୁ ମଧ୍ୟ ଲୋକମାନେ ଅଗ୍ନିରେ ପୋଡ଼ିବା ପାଇଁ ଆଣିଥାନ୍ତି। ଲୋକମାନେ ଘରୁ ଆଣିଥିବା ନଡ଼ା ଛଣ ଦ୍ୱାରା ଅଗ୍ନି ମଣ୍ଡପଠାରେ 2ଟି ଅଗି ପ୍ରସ୍ତୁତ କରାଯାଇଥାଏ। ସେହି ଅଗିକୁ ପୁରୋହିତଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇ ଅଗ୍ନିକୁ ଆବାହନ କରାଯିବ। ପରେ ସେଥିରେ ଅଗ୍ନି ସଂଯୋଗ କରାଯାଇ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। ଏହିଭଳି ଭାବରେ ଏକ ସ୍ୱତନ୍ତ୍ର ପରମ୍ପରା ପୁରୀଠାରେ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। ଏହି ଅଗ୍ନି ପ୍ରଜ୍ୱଳନ ହେବା ପରେ ସେହି ଅଗ୍ନିର ନିଆଁରେ ଲୋକମାନେ ଆଣି ଘରେ ରଖିଥାନ୍ତି। ସେହିପରି ଲୋକମାନେ ଘରୁ ଆଣିଥିବା ଆଳୁ, ବାଇଗଣ, ନଡ଼ିଆକୁ ଏହି ଅଗ୍ନିରେ ପୋଡ଼ି ତାହାକୁ ଘରକୁ ନେଇଥାନ୍ତି। ଅନ୍ୟପଟେ ବିଶ୍ୱାସ ରହିଛି ଏହି ଅଗି ପୋଡ଼ା ପରିବା ଏବଂ ନଡ଼ିଆ ଖାଇଲେ ଦେହର ଚର୍ମରୋଗ ହୁଏ ନାହିଁ। ଓଡ଼ିଶାର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରାରେ ଅଗ୍ନି ଉତ୍ସବ ପାଳନ କରାଯାଇଥିବା ବେଳେ ପୁରୀ ସହରରେ ଅଗ୍ନି ଉତ୍ସବ ସତରେ ବେଶ ନିଆରା। ବିକ୍ରମ କୁମାର ଷଡ଼ଙ୍ଗୀ, ରାମ ମନ୍ଦିର। ଅଗ୍ନିଜଳା ହେଉଛି ଅଗ୍ନିଜଳା କାହିଁକି ହୁଏ? ଏଇଟା ଆମର ଓଡ଼ିଆ ସଂସ୍କୃତିର ପରମ୍ପରା। ଅଗ୍ନିକୁ ସମ୍ପୂର୍ଣ୍ଣ ସମର୍ପିତ, ସେବା ସମର୍ପିତ, ସମ୍ପୂର୍ଣ୍ଣ ସମର୍ପଣ। ବୈଷ୍ଣବ ନାମାଗ୍ନିକୁ ଆବାହନ କରାଇକିରି ଅଗ୍ନିଙ୍କ କୁଣ୍ଡରେ ସବୁ ଦିଆଯାଏ। ଅଗ୍ନି କୁଣ୍ଡେ ସମସ୍ତ ସମର୍ପଣ ସେବା ସବୁ ଦବା। ଆଜି ତାଙ୍କ ଦିନ ଅଗ୍ନିଜଳା ମହାପୂର୍ଣ୍ଣମୀ। ଏଇ ଅଗ୍ନିଜଳା କାହିଁ କରାଯାଏ? ଏଇଟା ସଂସ୍କୃତି ପରମ୍ପରା, ଓଡ଼ିଶାର ଗୋଟେ ସଂସ୍କୃତି ପରମ୍ପରା ଭିତରେ ଗଠିତ। ଏଇଟା ଅଗ୍ନି ଦେବତାଙ୍କର ଗୋଟେ ସମ୍ମାନ, ଅଗ୍ନିଙ୍କର ଗୋଟେ ଇଏ। ଆରେ ନୀତିବିଧି କେମିତି କ'ଣ ହୁଏ ଆପଣଙ୍କର? ଆମ ରାମ ମନ୍ଦିରରେ ସମ୍ପୂର୍ଣ୍ଣ ଆଜି ଭକ୍ତମାନେ ପ୍ରସାଦ କେବଳ ସେବନ କରିଥିଲେ। ଆଉ ଛୋଟ ପିଲାମାନଙ୍କୁ କେବଳ ଖାଇବା ପିଇବାକୁ ଦିଆ ହେଇଥିଲା। ଏଇ ସନ୍ଧ୍ୟାବେଳେ ଦେଖୁଛନ୍ତି ଆପଣଙ୍କର କେତେ ଭିଡ଼, କେତେ ଇଏ ସବୁ ତ ସମର୍ପିତ। ଅଗ୍ନିର ବିଭିନ୍ନ ନଡ଼ିଆ, କଦଳୀ ଯାହା ଦେଇପାରିଲା, ଯିଏ ପ୍ରଭୁ ଅଗ୍ନି ମୁଣ୍ଡରେ ଯିଏ ଶ୍ରଦ୍ଧାରେ ଯିଏ ଯାହା ଦେଇପାରିଲା ସବୁ ତାଙ୍କର ସମର୍ପଣ ହେଇଥିଲା।